ଅଭିନବ ଢଙ୍ଗରେ ଇନ୍ଦ୍ରଦେବଙ୍କୁ ପୂଜା କଲେ ଗଡ଼ିପୋଖରୀ ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ଗ୍ରାମ ପଞ୍ଚାୟତର ଗଡ଼ିପୋଖରୀ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଇନ୍ଦ୍ରଦେବଙ୍କ କୋପରେ ଏ ଅଞ୍ଚଳରେ ଦେଖାଦେଇଛି ବର୍ଷାର ଉତ୍କଟ ଅଭାବ। ବର୍ଷା ନ ହେବା ଯୋଗୁଁ ଏବେ ଚାଷୀକୂଳ ହତାଶ ହୋଇଗଲେଣି। ଏହି ସମୟରେ ଚାଷ କାମ ଅଧାରୁ ଅଧିକ ସରିଯାଇଥିବା ବେଳେ ଏ ବର୍ଷ ଚାଷ କାର୍ଯ୍ୟ ବହୁତ ପଛରେ ରହିଯାଇଛି। ବର୍ଷା ପାଇଁ ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗଡ଼ିପୋଖରୀ ଗ୍ରାମବାସୀ ବେଙ୍ଗ ବେଙ୍ଗୁଲି ପୂଜା କରିବା ଏ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି। ଯଥା ବିଧି ଅନୁସାରେ ବେଙ୍ଗ ବେଙ୍ଗୁଲିଙ୍କୁ ନୂଆ ମାଟି ବଢ଼ାରେ ରଖି ନାଚ ଗୀତ ହରିନାମ ସହିତ ଶଙ୍ଖ ହୁଳହୁଳି ଦେଇ ଗାଁ ଦାଣ୍ଡ ବୁଲେଇଥିଲେ। ତାପରେ ଗ୍ରାମର ଆରାଧ୍ୟ ଠାକୁରାଣୀ ମା ମହାବୀରା ପାଟ ପାଖରେ ନେଇ ଦେହୁରୀ ରବୀନ୍ଦ୍ର ନାୟକଙ୍କ ଦ୍ୱାରା ପୂଜା କରାଯାଇଥିଲା। ତାପରେ ଏକ ପବିତ୍ର ସ୍ଥାନରେ ପୂଜକ ଦେବେନ୍ଦ୍ର ତ୍ରିପାଠୀଙ୍କ ଦ୍ୱାରା ବେଙ୍ଗ ବେଙ୍ଗୁଲିଙ୍କ ବାହାଘର କରାଯାଇଥିଲା। ବାହାଘରର ନୀତି ନିୟମ ଅନୁସାରେ କନ୍ୟା ପିତା ବରପିତା ସହିତ ଦୁଇ ମାତା ମଧ୍ୟ ଚୟନ କରାଯାଇଥିଲା। ବେଙ୍ଗ ବେଙ୍ଗୁଲିଙ୍କ ବାପା ମା ହେବା ଏକ ସୌଭାଗ୍ୟର ବିଷୟ ବୋଲି ଉଭୟ ବହୁତ ଖୁସି ଅନୁଭବ କରି ବେଙ୍ଗ ସହିତ ବେଙ୍ଗୁଲିର ବାହାଘରରେ କନ୍ୟାଦାନ କରିବା ମହାପୁଣ୍ୟ ବୋଲି ଗ୍ରହଣ କରିଥିଲେ। ବର୍ଷାର ଅଭାବ ଦେଖାଦେଲେ ବେଙ୍ଗ ବେଙ୍ଗୁଲିର ବାହାଘର କରିବା କେଉଁ ଅମଳରୁ ଚାଲି ଆସିଛି। କେହି କେହି ଏହାକୁ ଅନ୍ଧବିଶ୍ୱାସ ବୋଲି କହୁଥିବା ବେଳେ ଅନେକ ଲୋକ ଏହାକୁ ବିଶ୍ୱାସର ସହିତ ପୂଜା କରିଲେ ଇନ୍ଦ୍ରଦେବ ସନ୍ତୁଷ୍ଟ ହୋଇଥାନ୍ତି ବୋଲି କହନ୍ତି। ତେଣୁ ବେଙ୍ଗ ବେଙ୍ଗୁଲି ପୂଜା କରି ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିଲେ ବର୍ଷା ସୁନିଶ୍ଚିତ ହେବ ବୋଲି ବିଶ୍ୱାସ ରହିଛି। ଏହି ବେଙ୍ଗ ବେଙ୍ଗୁଲି ପୂଜା ଖୁବ୍ ମହା ଆଡମ୍ବରରେ ହେଉଥିବା ବେଳେ ଖୁବ୍ ଉତ୍ସାହ ସହକାରେ ଗଡ଼ିପୋଖରୀ ଗ୍ରାମବାସୀ ବେଙ୍ଗ ବେଙ୍ଗୁଲି ପୂଜାକୁ ପାଳନ କରିଛନ୍ତି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, ଏବି ନ୍ୟୁଜ୍।